ଥରେ ଜଣେ ବାପା ପୁଅକୁ ପଚାରିଲେ ତୁ କ'ଣ ବାପା ଋଣ ଶୁଝିପାରିବୁ। ପୁଅଟି କିଛି ସମୟ ଭାବିଲା, କହିଲା ବାପା ମୁଁ ତ ଶୁଝିପାରିବିନି, ତମ କ'ଣ କେବେ ପୁଅ ଋଣ ଶୁଝିପାରିବ। ବାପା କହିଲେ କାହିଁକି ନା ତମେ କହୁଛ ବାପା ଋଣ ମୁଁ ଶୁଝିପାରିବିନି। ବାପା ତମେ ତାପରେ କହିବ ତୁ ଛୋଟବେଳେ ବେଡ଼୍ରେ ପରିସ୍ରା କରିଦେଉଥିଲୁ, ହଗି ଦେଉଥିଲୁ, ମୁତି ଦେଉଥିଲୁ, ଅଳି ଅଝଟ କରୁଥିଲୁ, ଆମେ ତୋ କଥା ଶୁଣୁଥିଲୁ, ତୋର ସବୁ କର୍ମ କରୁଥିଲୁ, ଆଉ ଏ ବୁଢ଼ା ବୟସରେ ତମେ ଯଦି ସେମିତି କରିବ ମୁଁ କାହିଁ ସହିପାରିବିନି। ପୁଅଟି ପଚାରିଲା। ପୁଅ କହିଲା ବାପା ତମେ ଯଦି ଛୋଟ ପିଲା ହେଇଯାଆନ୍ତ ନା ମୁଁ ତମର ସବୁ କିଛି କରିଦିଅନ୍ତି। ତମେ ଯଦି ଛୋଟ ପିଲା ହେଇଯାଆନ୍ତ ଆଉ ମୋ କୋଳରେ ମୁତନ୍ତ, ମୋ ଉପରେ ହଗନ୍ତ, ନାକରୁ ସିଙ୍ଗାଣି ପୋଛି ଦିଅନ୍ତି, ତମକୁ ଖୁଆଇ ଦିଅନ୍ତି, ତମକୁ ଖେଳେଇ ଦିଅନ୍ତି, ମୁଁ ସବୁ କରନ୍ତି। ବାପା ଅନେଇଲେ, ଚୁପ୍ ହେଇଗଲେ। ପୁଣି ପୁଅ କହିଲା ବାପା ତମେ ଯଦି କହୁଛ ପୁଅ ଋଣ ମୁଁ ବାପା ଋଣ ମୁଁ ଶୁଝିପାରିବିନି, ବାପା ଠିକ୍ ଅଛି, ତମେ ପୁଅ ବନିଯାଅ ଆଉ ମୁଁ ବନିଯାଉଛି ବାପା। ତମେ ଅଳି କଲେ ମୁଁ ଯେମିତି ଅଳି କଲେ ତମେ ମୋତେ ମାରୁଥିଲ ମୁଁ ସେମିତି ମାରିବି। ତମେ ପାଠ ପଢ଼ଉଥିଲ, ମୁଁ ପଢ଼ୁନଥିଲେ ମୋତେ ଦଣ୍ଡ ଦେଉଥିଲ, ମୁଁ କିଛି ଭୁଲ କରୁଥିଲେ ମୋତେ ଦଣ୍ଡ ଦେଉଥିଲ। ତମେ ଯଦି ଭୁଲ କରିବ ହୁଏତ ମୋ ଇଚ୍ଛା ହେବନି ଦଣ୍ଡ ଦେବାକୁ, କିନ୍ତୁ ମୁଁ ଯଦି ତମକୁ ଦଣ୍ଡ ଦେବି, ତମକୁ ବାଡ଼ିରେ ବାଡ଼େଇବି, ଏଇଟା କ'ଣ ତମେ ସହିପାରିବ ନା ଦୁନିଆ ସହିବ ବାପା। ପୁଅଟି ପୁଣି କହିଲା ବାପା ତମକୁ ତମ ଅସୁବିଧାରେ ବି ମୁଁ କେବେ କେବେ ତମକୁ ସାହାଯ୍ୟ କରିଛି, ତମେ ମୋତେ ବି ସାହାଯ୍ୟ କରିବ ମୁଁ ଜାଣେ, କିନ୍ତୁ ତମେ ଯେଉଁ କୋଶ୍ଚିନ୍ ପଚାରିଲ ବାପା ପୁଅ କେବେ ବାପ ଋଣ ଶୁଝିପାରିବନି ଆଉ ବାପ କେବେ ପୁଅ ଋଣ ବି ଶୁଝିପାରିବନି। ବାପା ତମେ ଅସୁବିଧାରେ ଥିଲେ ମୋ ସାଙ୍ଗସାଥିମାନେ କେତେ ଖୁସି ରହୁଥିଲା ପରେ ବି ମୁଁ ତମ ସହିତ ଖାପ ଖୁଆଇ ଚଳିଯାଇଛି ବାପା, କିନ୍ତୁ ମୁଁ ଆଜି ଭଲ ରୋଜଗାର କରିପାରିଛି। ହୁଏତ ସେଥିରେ ତମର ସବୁଠି ତମ ହାତ ଅଛି ମୁଁ ଜାଣୁଛି, ତମେ ମୋ ପାଇଁ ଭଗବାନ, କିନ୍ତୁ ଯଦି ମୁଁ ଅସୁବିଧାରେ ରହି ତମେ କ'ଣ ଖାପ ଖୁଆଇ ପଦେ କହିବନି। ଯଦି ହୁଏତ ମୁଁ ତମ ଦେହ ଖରାପ ସମୟରେ ମେଡ଼ିକାଲ ନେଇପାରିଲିନି ତମେ କ'ଣ ଚାରି ଲୋକଙ୍କୁ କହିବନି, ନିଶ୍ଚୟ କହିବ ବାପା। ବାପା ସବୁ ସମୟ ଥାଏ ଗୋଟେ, ତମେ ଯେମିତି ମୋର କରୁଥିଲ ମୁଁ ସେମିତି ମୋ ପିଲାମାନଙ୍କର କରୁଛି। ବାପା ପିଲାଟିର କୋଶ୍ଚିନ୍। ବାପା ଚୁପ୍ ହୋଇଗଲେ। ପୁଣି ବାପା କହିଲେ ଆଉ କ'ଣ କହିବୁ। ପୁଅ କହିଲେ ଆଉ କିଛି ନାହିଁ ବାପା। ବାପା ତମେ ଆଜି ମନେ ଦୁଃଖ ରହୁଛି ମୁଁ ତମ ପାଖରେ ରହୁନି ବୋଲି, ମୁଁ ବାହାରେ ରହୁଛି, ମୁଁ ମୋ ସ୍ତ୍ରୀକି ନେଇ ବାହାରେ ରହୁଛି, ତମେ ସେଥିପାଇଁ ମନ ଦୁଃଖ କର। ବାପା ତମେ କେବେ ବୋଉଠୁ ଅଲଗା ରହିଛ। ହୁଏତ ବାପା ତମକୁ ରୋଷେଇ ଆସେନି, କିନ୍ତୁ ମୁଁ ସେଇଟା କରିଛି ବାପା। ତମେ କେବେ ତମ କପଡ଼ା ଧୋଇନ, ମୁଁ ଦେଖିବାର ତମେ କେବେ ତମ କପଡ଼ା ଧୋଇନ, କିନ୍ତୁ ମୁଁ ଧୋଇଛି ବାପା। ବାହାରେ ରହି ପଢ଼ିଲା ବେଳେ, ବାହାରେ ରହି ଚାକିରି କଲାବେଳେ ମୁଁ ଏଇଟା କରିଛି ବାପା। ଆଜି ଯଦି କିଛି ବର୍ଷ ପରେ ମୁଁ ମୋ ସ୍ତ୍ରୀକି ନେଇ ବାହାରେ ରହୁଛି, ସେଥିରେ ବି ତମର ଦୁଃଖ ବାପା କାହିଁକି। ପୁଅଟିର ପ୍ରଶ୍ନ। ବାପା ଚୁପ୍ ହେଇଗଲେ। ପୁଣି ବାପା ତମେ ଅଭିମାନ କର, ବାପା ତମେ ଅଭିମାନ କର ମୁଁ କିଛି ପୂଜା ଓଷାରେ ଘରକୁ ଆସିପାରୁନି ବୋଲି। ତମେ କୁହ ତୁ ନିଜ ପିଲାଙ୍କ ସହିତ ଖୁସି ଆଉ ବାପା ମାନଙ୍କର ଖୁସି ଦେଖୁନୁ। ବାପା ତମେ ଜାଣିଛ ମୋର ବି ଇଚ୍ଛା ହୁଏ ଆସିବା ପାଇଁ, କିନ୍ତୁ ମୁଁ ଆସିପାରେନି କାହିଁକି। ବାପା ତମକୁ ଯେମିତି ତମ ପିଲାମାନଙ୍କର ଲୋଭ ଓ ପିଲାମାନଙ୍କର ଖୁସି ଦେଖିବାର ଥିଲା, ମୋତେ ସେମିତି ମୋ ପିଲାମାନଙ୍କର ଖୁସିରେ ମୁଁ ଫସିଯାଏ। ଅଫିସର କର୍ମରେ ଅଫିସ କାମରେ ମୁଁ ଫସିଯାଏ। ଇଚ୍ଛା ଥିଲେ ବି ମୁଁ ଆସିପାରେନି, ଅଫିସରୁ ଛୁଟି ମିଳେନି ବାପା। ବାପା ପୁଣି ସ୍ତମ୍ଭୀଭୂତ ହୋଇଗଲେ। ପୁଅଟି ପୁଣି କହିଲା ବାପା ତୁମେ ବା କହୁଥିଲ ମୁଁ କୁଆଡ଼େ ସ୍ତ୍ରୀ ବୁଦ୍ଧିଆ। ପୁଅ କହିଲା ମୁଁ ନୁହେଁ ବାପା, ତମେ ବି ଦିନେ ବାପା, ତମେ କ'ଣ ବୋଉଙ୍କ କଥା ଶୁଣନି। ନିଶ୍ଚୟ ଶୁଣ, ଆଉ ସ୍ତ୍ରୀ ହେଉଛି ଜୀବନ ସାଥୀ। ଆଜି ତୁମେ ଅଛ କାଲି ଚାଲିଯିବ, ସେ କିନ୍ତୁ ଜୀବନ ସାରା ମୋତେ ସାଥ ଦେବ। ମୁଁ ତା କଥା ଶୁଣେ, ଏମିତି ନୁହେଁ କି ସିଏ ଯେଉଁଟା କହେ ସେଇଟା କରେ। ତମେ ଯେଉଁଟା ଭାବୁଛ ସେଇଟା ଭୁଲ ବାପା। ତମକୁ ଲାଗୁଛି ମୁଁ ବାହାରେ ରହି ଖୁସିରେ ରହୁଛି, ନା ବାପା। ମୁଁ ବି ତମକୁ କହିଥିଲି ସାଥିରେ ଯିବା ପାଇଁ, ତମେ କିନ୍ତୁ ଗାଁ ଗଣ୍ଡା ଜମିବାଡ଼ି ଛାଡ଼ି ଯିବାକୁ ରାଜି ହେଲନି। ମୁଁ କ'ଣ କରିଥାନ୍ତି ଯେ, ମୁଁ ତ ଗାଁରେ ରହି କିଛି କର୍ମ କରିପାରିବିନି ନା। ତମେ ମୋତେ ସେମିତି କିଛି କାମ ଶିଖେଇନ, ପାଠ ପଢ଼େଇଥିଲ ଚାକିରି କରିବା ପାଇଁ,
तो मु पाठ पढ़ी आज दूर चाकरी करुँची से आ जब पढ़ुली से तो बड़ बड़ भाषण दूसरा पाठ पढ़ू दूर चाकरी करूँ भले रही आज जो पाठ पढ़ी दूर चाकरी कर भले रोचे से भी तुम दुख कहीं बापा जदि एत इच्छा था मुझ तुम पाखे रुए पुणी पढ़ाऊल कहीं पुटीर प्रश्न थिला पुटी कहला बापा मु तुमको सम्मान करे किंतु या नुहे जे बापा मोर किसी इच्छा नहीं मोर किसी मन नहीं तुम्हें भल मनीषटे करने को चेष्टा कर आज मु भल मनीषटे बनी कि तुम्हें खुशी नुह कहीं तुम्हें चाह मु तुम पाखे रुहे तुम्हें जहाँ कह सी करे हुए तो तुम किसी कथा मत भल लग न पारे पुटी कहला बापा बसिले भाविले मने मने मन कहाँ कहले पुणी पुअर मुंडे हाथ देदेले कहले तू जा और खुशी रह आमे भी खुशी अच्छु धन्यवाद।